ଖାଇ ଗଲା ବେଳକୁ ବାଟରେ ଆନ୍ଧ୍ରା ଗାଡ଼ିଟା ଆଣିକି ଆସୁଥିଲା ବୋଧେ ଏମାନେ ଆକ୍ସିଡେଣ୍ଟ ହେଇଯାଇଛନ୍ତି ଏଠି ଆଉ ଚାରିଟା ଜୀବନ ପଳେଇଛି। ବହୁତ ଦୁଃଖର ଖବର ଏଇଟା। ପୂର୍ଣ୍ଣ ବୋଲରେ ଆଜ୍ଞା ବିଚଲ କଟା ସେମାନେ ଆମର ଗାଁରୁ ଗୋଟେ 200 ମିଟର ଆଗରେ ଅଛନ୍ତି ଆଜ୍ଞା। ସେ ଗାଁର ହାମଲେଟ ଗାଁଟା ସେମାନେ ସକାଳେ ଯାଉଥିଲେ କାମ କରିବାକୁ ଯାଉଥିଲେ। ଏଇ ଧାନ କାଟାକଟି ଚାଲିଛି ତ ଆଜିକାଲି ସେଠି ଭାড়ା ବୁରି ବାନ୍ଧିବା ପାଇଁ ଯାଉଥିଲେ। ମାନେ ସେ ଆଠଟା ଭିତରେ ଯାଉଥିଲେ ଆଜ୍ଞା। 8ଟା ଭିତରେ ଗଲା ବେଳକୁ ସେ ଟ୍ରକ୍ ଗୋଟେ ଆସିକି ମାରିଦେଲା। 4 ଜଣ ଆଜ୍ଞା। କୁଆଡ଼ରୁ କୁଆଡ଼େ ଯାଉଥିଲେ ଆଜ୍ଞା? ଗାଁରୁ ଯାଉଥିଲେ ଜୟପୁର ବାଟେ ଯାଉଥିଲେ ଆଜ୍ଞା। ଟ୍ରକ୍ରୁ ଜୟପୁରରୁ ଇଆଡ଼େ ଯାଉଥିଲା ମାଲକାନଗିରି ଲାଇନ୍ ଯାଉଥିଲା। ହଁ ଆଜ୍ଞା। ସେମାନଙ୍କୁ କ'ଣ ନା କିଛି ଜଣା ପଡ଼ୁନାହିଁ ଆଜ୍ଞା। ସେ ଗାଁର ଲୋକ ସବୁ ଆଇଲେ ଆକା ଜଣା ପଡ଼ିବ। ଆଜ୍ଞା ମୋ ନାଁ ହେଉଛି ବିଜୁ ରାଉତ, ବିଚଲକଟା ଗାଁ। ଏଇଟା ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି ଆଜ୍ଞା। ଏମାନେ ହେଉଛନ୍ତି ବିଚଲକଟା କଲୋନୀ ଗୁଡ଼ାର ଲେବର ମାନେ। ଏମାନେ ଯାଉଥିଲେ ଧାନ ଯେଉଁ ବନ୍ଧା ଚାଲିଛି ଆଜିକାଲି, ସେମାନେ ତାଙ୍କର ମଜୁରୀ ପାଇଁ ଯାଉଥିଲେ ଧାନ ବାନ୍ଧିବା ପାଇଁ ସକାଳୁ। ଖାଇ ପିଇକିରି ଘରୁ ବାହାରିଲେ, ଖାଇ ଗଲା ବେଳକୁ ବାଟରେ ଆନ୍ଧ୍ରା ଗାଡ଼ିଟା ଆଣିକି ଆସୁଥିଲା ବୋଧେ ଏମାନେ ଆକ୍ସିଡେଣ୍ଟ ହେଇଯାଇଛନ୍ତି ଏଠି ଆଉ ଚାରିଟା ଜୀବନ ପଳେଇଛି। ବହୁତ ଦୁଃଖର ଖବର ଏଇଟା। ତେଣୁ ଆମେ ଏଠି ଗ୍ରାମବାସୀ ସମସ୍ତେ ଆସିଛୁ। ସେମାନଙ୍କର କ'ଣ କ୍ଷତିପୂରଣ ସେଇଟା ଗୋଟେ ଦାବି କରିବୁ ଆଉ ସେମାନଙ୍କର କେମିତି ସୁଖରେ ଲାଷ୍ଟଟା ଯାଇକରି PMFM ହେଇକରି ଯିବ ସେଥିପାଇଁ ଆମେ ଗାଁ ଲୋକ ସମସ୍ତେ ଆସିଛୁ। ଏମାନେ କୋଉଠୁ କୋଉଠୁ ଯାଉଥିଲେ ସାର୍? ଏମାନେ ବିଚଲକଟା କଲୋନୀ ଗୁଡ଼ା ଆଜ୍ଞାଙ୍କର ଇନ୍ଦିରା କଲୋନୀରୁ ଯାଉଥିଲେ। ଏମାନେ ତାଙ୍କର ଜୀବିକା ପାଇଁ ମାନେ କୁଲି ମଜୁରୀ କରିବା ପାଇଁ ଏ ଯେଉଁ ଧାନ ବନ୍ଧା ଚାଲିଛି ସେ ଧାନ କାମ ପାଇଁ ସେମାନେ ଯାଉଥିଲେ। ଗଲାବେଳକୁ ଏ ଆନ୍ଧ୍ରା ଟ୍ରକ୍ଟା ଏପଟରୁ ଆସିଛି ବୋଧେ ଆଉ ଏମାନେ ଏପଟରୁ ଆସିଛନ୍ତି। ଆକ୍ସିଡେଣ୍ଟ ହେଇଛି ଏଇଟା ଆଉ 4 ଜଣ। ସେମାନଙ୍କର ପରିଚୟ କ'ଣ ଜଣାପଡ଼ିଲା? ହଁ ସେମାନଙ୍କର ପରିଚୟ ତ ଜଣାପଡ଼ୁଛି ଆଜ୍ଞା। 2-3ଟା ପିଲାଙ୍କର ତ ଜଣାପଡ଼ୁଛି। ଆଉ ଗୋଟେ ପିଲାର ସେଇ ଗାଁର ସେ ଯିଏ ସାଙ୍ଗରେ ଯାଇଥିଲେ ସେମାନେ ଅଟୋରେ ପଳେଇଛନ୍ତି ଅଲରେଡ଼ି ଆଗରେ। ସେମାନଙ୍କୁ ଡକାଇଛି। ସେମାନେ ଆସିଲା ପରେ ତାଙ୍କ ନାଁ ପୁରା କନଫର୍ମ ଜଣାପଡ଼ିବ।